वृक्ष बस धर्मकल्प वृक्ष मूल रे गाईटिए सोईची है इंद्रदेव निमंत्रण सचिवालय प्रवेशी अछंती जोगी जगह विज्ञानी भाव বিজ্ঞানী ভাবরে রে ভোলা বিজ্ঞানী ভাবরে বিজ্ঞানী ভাবরে রে ভোলা বিজ্ঞানী ভাবরে अष्टपहरी संगे विद्याधर गण सची देवी संगे घनी बंदिले चरण বন্দিলে চরণ চরণ आज्ञा स्वामी स्त्री दी जण जाइछन्ति से दिन स्वर्गपुर को बस देवराज इंद्रंकर निमंत्रण रक्षा करिछन्ति स्त्री टिकी इंद्रंक स्त्री सची देवी हाँ हाँ तांकर अप्सरागण को नहीं अरे गांधर्वी मान को नहीं हाँ हाँ कले कौन ना पद वंदना कले पाद धौत करे ताकू दिव्य आसन देले बसिया बेस हला हाँ हाँ अमर गण समर हाँ संजीवन आदि ग्रहपति नक्षत्रादि प्रभु रे संपादी प्रभुरे संपत्ति रे भोला प्रभुरे संपत्ति ये समर इंद्रपुरी रे हाँ हाँ देवराज इंद्र अच्छा। से पुरुष जनक आज्ञा मुंडिया मारिबा संगे संगे हाँ, हाँ, हाँ। तहिरे सूर्य चंद्र बस। वरुण हाँ। कुबेर हाँ। विद्याधर गंधर्व यक्ष जी जो माने थिले हाँ हाँ समस्त प्रभुर पद वंदना कले कले पद वंदना करिबा परे आज्ञा जणे आसीला ये ला हाँ हाँ पारिजात माळ करे दिसई सुंदर हाँ 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 प्रभु गणार भूषण बड़ चमत्कार बड़ चमत्कार पारिजात माळटी आनी करी आज्ञा 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 जणे हाँ हाँ देवता मानकर नैष्ठिक ब्राह्मण असले आज्ञा देवगुरु बृहस्पति पुष्पमाल्य नहीं गोविंद गणार क्रमे दियंती लंबाई दियंती लंबाई लंबाई दियंती लंबाई दियंती लंबाई लंबाई दियंती लंबाई सचिंक कोଳରେ बसी वैकुंठर राणी पारिजात माळटीकू निरेखिले पुणी निरखिले सच्ची सच्ची इंद्रक स्त्री सच्ची सच्ची आज्ञा सेटा देवी ना आउ कोन इंद्र होची देवता देवता आज्ञा पुलमा राक्षसी गर्भू होइछि संभूत दान करी अछि इंद्र देवदीति सुत अदितिଙ୍କ पुଅ इंद्रदेवଙ୍କୁ आज्ञा पुलमा राक्षसीर कन्या विवाह करिछि के ना सच्ची सच्ची हला आज्ञा आज्ञा देखंतु एठै कोन ना ब्रह्म राक्षस ओटा मिलन सूत्र आज्ञा ब्रह्म राक्षस जोग जदि पड़िबो हाँ हाँ ताहले विवाह वर्षक भितरे जति स्त्री पूर्णमा बेलार जन्म होई थाए ताहले स्वामी मरिबो मरिब हला आज्ञा देवराज इंद्र हाँ हाँ सची उभयंकर बाहार होला मोल्ला किए अरे एटा राक्षस से एटा राक्षस कन्या हाँ पुलमा राक्षस कन्या होची सच्ची हाँ
ଇଏ ଦେବତା ହଉଛି ଇନ୍ଦ୍ର। ଇନ୍ଦ୍ର ତେଣୁ ମଲା କିଏ? ମଲାନି, ନାଇଁ ଆସନରୁ ରାଜଗାଦିରୁ ଓହ୍ଲେଇଲା। ଓହ୍ଲେଇଲା। ହେଲା। ହଁ ହଁ ଯିଏ ଆଜ୍ଞା ପୁଲମା ରାକ୍ଷସୀ କନ୍ୟା ହଁ ହଁ ସଚୀ ସହିତ ବେଶ ଯିଏ ଇନ୍ଦ୍ର ଆସନରେ ବସି ଆଜ୍ଞା ଅଭିଷିକ୍ତ ହବ, କିଏ 5 ବର୍ଷ, କିଏ 10 ବର୍ଷ, କିଏ 20 ବର୍ଷ ଏମିତି ଭୋଗ କରି ବିଦାୟ। ବିଦାୟ। ଆମେ ଏପର୍ଯ୍ୟନ୍ତ ଭୋଗ କରୁଛେ କେତେ ନମ୍ବର ଇନ୍ଦ୍ର? ନା 14 ନମ୍ବର। କବି ମଧୁସୂଦନ ହଁ କହିଲେ ଟିକି ଟିକି କୋଢି ଫୁଟି ଗଲେ ଫୁଲ ଦେବତା ଲାଗି ହୁଆଇ। ଟିକି ଟିକି ପିଲା ଶୈଶବ ଜୀବନ ଦିନେ ତରୁଣ ଭାଇ। ସେମିତି ମୋ ଟିକି ଭାଇଟିଏ ତା ମା ଉଦ୍ଦେଶ୍ୟକୁ ମନେ ରଖି ହଉ ଭାବ ବିହଳରେ ଗାୟକ କହିଛି। ନିକଟରେ ଅଭିଯୋଗ କଲା। ଭାବ ବିହଳରେ କହିଲା କହିଛି। ଆଜ୍ଞା ଟିକେ ମୋ ମା କଥା ଜଣେଇ ବୁଝି ନେଇ କୀର୍ତ୍ତନଟାକୁ ଶୁଣି ନେଇ ଠିକ ସେ ଯେ ଇଏ ଯାହା କହୁଛି କେବଳ ଖାଲି ମା ଉପରେ ଆଜି କହୁଛି। ହଉ ବାପା, ଆଜ୍ଞା ଠାକୁର ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ। ହଁ ହଁ ତମ ମାତୃଦେବୀଙ୍କର ପୁନଃ ଆଶିଷ ତୁମ ଉପରେ ରହୁ। ରହୁ। ହୁଏତ ତୁମର ଭବିଷ୍ୟତ ଜୀବନ ମଙ୍ଗଳ ହେଉ। ପ୍ରଭୁ ଜଗନ୍ନାଥ ମଙ୍ଗଳ କରନ୍ତୁ ବୋଲି ଆନନ୍ଦ ଏକ ବାର ହରି ବୋଲ ହରି ବୋଲ। ଆଜ୍ଞା ପାଠ ଶୁଣ। ଆଜ୍ଞା ଆଜ୍ଞା ଦେବରାଜ ଇନ୍ଦ୍ରଙ୍କ ଦେବତା ମାନଙ୍କ ଗୁରୁ ହଉଛନ୍ତି ବୃହସ୍ପତି। ଯାହା ବେକରେ ମାଳଟିଏ ପକେଇଛନ୍ତି ସେ ହଉଛନ୍ତି ନାରାୟଣ। ଇଏ ସଚୀଙ୍କ କୂଳରେ ଯିଏ ବସିଛନ୍ତି ସିଏ ହଉଛନ୍ତି ମା ଲକ୍ଷ୍ମୀ। ନଜର କରିଛନ୍ତି କାହାକୁ? କାହାକୁ? ନା ପାରିଜାତ ମାଳକୁ। ବାସ୍ ମୋ ପ୍ରଭୁ ବେକରେ ପାରିଜାତ ମାଳଟିଏ ପଡିଛି, ମୋ ପ୍ରଭୁର ଶୋଭା ବର୍ଦ୍ଧନ କରୁଛି। କରୁଛି। ଯଦି ମୋ ବେକରେ ଇଏ ପାରିଜାତ ମାଳ ପଡନ୍ତା ହଁ କିମ୍ବା ହଁ ପାରିଜାତ ଫୁଲଟିଏ ମୋ ମୁଣ୍ଡରେ ମୁଁ ଖୋସା କରନ୍ତି, ହଁ ହଁ ତାହେଲେ ମୋର ଶୋଭା ବର୍ଦ୍ଧନ ହୁଅନ୍ତା ନାହିଁ କି? କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ। ବସୁ କେହି ନ ଜାଣିଲେ ଏ କଥା ଜାଣିଲେ ନାରାୟଣ। ସେ ନାରାୟଣ ହେ ସେୱରା ସେ ନାରାୟଣ କେହି ନ ଜାଣିଲେ ଏ କଥା ଜାଣିଲେ ନାରାୟଣ। ସେ ନାରାୟଣ ରେ ମାନସ ଆହା ସେ ନାରାୟଣ। ଭାଗ୍ୟ ଥିଲେ ଲକ୍ଷ୍ମୀ ପାଇବ, ଭାଗ୍ୟ ଥିଲେ ଲକ୍ଷ୍ମୀ ପାଇବ ପାରିଜାତ ଭୂଷଣ। କେହି ନ ଜାଣନ୍ତି ଏ କଥା ଜାଣିଲେ ନାରାୟଣ। କେହି ଆଜ୍ଞା ଏକଥା ସିନା ଅନ୍ୟ କେହି ଜାଣିପାରିବେନି ଲକ୍ଷ୍ମୀର ମନ କଥା। ନାରାୟଣ ବୈକୁଣ୍ଠପତି ନାରାୟଣ କିନ୍ତୁ ଜାଣିଗଲେ। ହଁ ହଁ ଚିନ୍ତା କଲେ ଲକ୍ଷ୍ମୀ ତମ ଭାଗ୍ୟରେ ଯଦି ଥିବ ପାଇବ, ପାଇବ। ଯଦି ଭାଗ୍ୟରେ ନଥିବ ପାରିଜାତ ଫୁଲ ଖୋସା କରିବ କି ମାଳ କରିବ, ପାଖୁଡାଟିଏ ବି ପାଇବ ନାହିଁ। ପାଇବନି। ଆଜ୍ଞା କଣ ଭୁଲ ଭାଲ ରହିଯାଉଛି? ଆପଣ ମାନଙ୍କୁ ମୁଁ ବାରମ୍ବାର ନିବେଦନ କରୁଛି, ହଁ ହଁ ଯୋଉଠି ପାଠ ଆପଣଙ୍କୁ ଅସହଜ ଲାଗିବ ଅଟକେଇ ଦେବେ। କମ କରାଯାଏ ବାଟ ପରିଷ୍କାର କରି ଯା। ହଁ ହଁ ଯୋଉଠି ଅସହଜ ଲାଗିବ ଆଜ୍ଞା ଆଜ୍ଞା କଣ ଆଜ୍ଞା ମୁଁ କେବେ ହେଲେ ଖରାପ ଭାବିବିନି। ତାପରେ ଆପଣ ମାନେ ମୋର ପୁରୁଣା ଲୋକ ହେଲା। ତେଣୁ ମୁଁ ଆସିଛି ପାଠ ଦବା ପାଇଁ। ଆଜ୍ଞା ଯଦି ଆଜ୍ଞା ପାଠ ଦବାରେ କୋହଳ ହବ ତାହେଲେ ଆପଣ ମାନେ କେବେ ହେଲେ ମଙ୍ଗରାଜକୁ ମନେ ପକେଇବେନି। କଣ କହିଲୁ? ହେଲା ପାଠ ଦବାରେ କୋହଳ ହେଲେ ପଇସାର କୋହଳ ହବ। ତେଣୁ ଧ୍ୟାନ ଦିଅନ୍ତୁ। ହଁ ହଁ ଏହି ସମୟରେ ନାରାୟଣ ଚିନ୍ତା କରି ଗଲେ ଲକ୍ଷ୍ମୀ ତମ ଭାଗ୍ୟରେ ଥିଲେ ହେଲା। ହେଲା ଦେଖାଯାଉ ତମେ ଆଜ୍ଞା। ପାଇପାରୁଛ କି ନାହିଁ। ଦେଖିବା। ଆଜ୍ଞା କିଛି ସମୟ ଗଲା, ହଁ ହଁ ଇଏ ଲକ୍ଷ୍ମୀ ନାରାୟଣ ପୂଜା କରିଦେଲେ ଦେବତା ମାନେ। ବାସ୍ ପୂଜା କରିଦେବା ପରେ ହଁ ନାରାୟଣ ପଚାରିଲେ, କହିଲେ ଲକ୍ଷ୍ମୀ ଯିବା ନା? ଆଜ୍ଞା ଚାଲନ୍ତୁ। ଚାଲ
ପବିତ୍ର ପ୍ରଣୟା ହଁ ସୁରଧୁନି ତଟରେ ଚାଲିଛନ୍ତି ଚାଲିଛନ୍ତି ହେଲା। ଆଜ୍ଞା ଯିବା ସମୟରେ କଳ୍ପବଟ ମୂଳେ କୋଚାଡେ ମଥା ପିଟେ ଲାଞ୍ଜୁଡ ବେଳେ ବେଳେ ଜିହ୍ୱା କାମୁଡେ ଦୁଃଖ କେଡ଼େ ନିଗୃଢ଼। ଗାଈଟିଏ ଶୋଇଛି, ଶୋଇଛି ବେଳେ ବେଳେ ମୁଣ୍ଡ କଚାଡୁଛି, ଛାଡି ଦଉଛି ଲାଞ୍ଜ କଚାଡୁଛି, ହଁ ଗୋଡ ଛାଟୁଛି, ଛାଟୁଛି ବେଳେ ବେଳେ ଜିହ୍ୱା ବାହାରକୁ ବାହାର କରି କାମୁଡି ଦଉଛି। କାମୁଡି ପକାଉଛି ଲକ୍ଷ୍ମୀ ଯାଉଥିଲେ ଆଗରେ ରହିଲେ, କହିଲେ ପ୍ରଭୁ ଟିକେ ରୁହ, ଏ ଗାଈଟା କେଡେ କଷ୍ଟ ପାଉଛି, କଣ ଏମିତି ହଉଛି, ଆରେ କଣ ଆକୁ ରୋଗ ହଉଛି, କଣ ହଉଛି ଟିକେ ଆଶୀର୍ବାଦ କରିଦିଅ, ଟିକେ ଏଠି ହାତ ମାରିଦିଅ ପ୍ରଭୁ, ଆ ମୁଣ୍ଡ ଉପରେ ହାତ ଥୋଇଦିଅ। ନାରାୟଣ କହିଲେ ନା ନା ପ୍ରଭୁ, ମୁଁ ତମ ସ୍ତ୍ରୀ, ମୁଁ ତମ ସହଧର୍ମିଣୀ, ନା ମାନୁଛି। ଏ ଗାଈ ମୁଣ୍ଡ ଉପରେ ଟିକେ ହାତ ଥୋଇଦିଅ ପ୍ରଭୁ। ଭାଗବତର ଜଗନ୍ନାଥ ଦାସ କହିଲେ କରୁଣା କଟାକ୍ଷ ପ୍ରକାଶେ ଭକତ ଜନ ଦୁଃଖ ନାଶେ। ଭକତ ତେଣୁକରି ହେ କରୁଣା କଟାକ୍ଷ, ହଁ ହଁ ହେ ଆଦି ମୂଳ, ହଁ ଥରେ ମାତ୍ରକୁ କୃପା କର, ସେ ଗାଈ ମୁଣ୍ଡ ଉପରେ ହାତ ରଖିଦିଅ। ନାରାୟଣ କହିଲେ ନା ନା ପ୍ରଭୁ, ମୁଁ ଆପଣଙ୍କୁ ଅନୁରୋଧ କରୁଛି, କାମନା କରୁଛି। ନାରାୟଣ ହସିଲେ, ହସିଲେ କହିଲେ ଲକ୍ଷ୍ମୀ କଣ ଭାବୁଛ ମୁଁ ଟିକି ପିଲା? ପିଲା କାମନା କଳପତରୁ ଆଦ୍ୟକା ପ୍ରତ୍ୟେକା ଜଗତେ ପଡୁଛି ଡକା। ଜଗତେ କଳପତରୁ ଜଗତେ ପଡୁଛି ଡକା। କାମନା କଳପତରୁ ଜଗତେ ପଡୁଛି ଡକା। କାରଣ ସହର ବାଜିବାର, କାରଣ ସହର ବାଜିବାର, ବିଶ୍ୱ ସଂସାର ନୌକା ହେ କାମନା କଳପତରୁ ଜଗତେ ପଡୁଛି ଡକା କାମନା କଳପତରୁ। ବିଶ୍ୱ ବ୍ରହ୍ମାଣ୍ଡ ଅଧିନାୟକ ଭୟ ପଦ କଞ୍ଜନି ରେକ୍ ଲକ୍ଷ୍ମୀ କର ପତ୍ର ଯୋଡ଼ିଲେ ଆଜ୍ଞା ସ୍ୱାମୀ ସ୍ତ୍ରୀ କଥା। ନାରାୟଣ କହିଲେ ଲକ୍ଷ୍ମୀ ତୁ ମୁଣ୍ଡ ବାଡେଇଲେ ବି ତା ମୁଣ୍ଡ ଉପରେ ମୁଁ ହାତ ଥୋଇବିନି। କାହିଁକି ନା ପ୍ରଭୁ, ତୁ ହାତ ଥୋଇଦେଲେ ସେ ଗାଈର ମଙ୍ଗଳ ହବ ନା, ତମେ ଜାଣୁନ। ମୁଁ ତା ମୁଣ୍ଡ ଉପରେ ହାତ ଥୋଇଦେଲେ ସେ ଗାଈର ଅମଙ୍ଗଳ ହବ। ଲକ୍ଷ୍ମୀ ନୀରବ ହୋଇ ଧର୍ମକଳ୍ପ ବୃକ୍ଷ ମୂଳେ ସୁରଧୁନି କୂଳରେ ଠିଆ ହେଲେ। ପ୍ରଭୁ, ଗାଈର ଅମଙ୍ଗଳ ହବ, ତୁ ପରା ପ୍ରଭୁ ମଙ୍ଗଳ ଦାତା। ମଙ୍ଗଳ ଭବନ ମଙ୍ଗଳ ହାରି ବହୁ ସୁଦର୍ଶନ ଅଜିର ବିହାରୀ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଜଗତ
ଶଙ୍କର ଭଗବାନ କୈଳାସ ପର୍ବତ ଉପରେ ବସିଛନ୍ତି ହଁ ହଁ ମା ଉମାଙ୍କୁ ଦେଖାଉଛନ୍ତି ବାଇସ୍କୋପ ପକେଇ ଦେଇଛନ୍ତି ହେ ହେ କହିଲେ ଉମା ଦେଖ ବୈକୁଣ୍ଠରେ କଳେ ସ୍ୱର୍ଗପୁରରେ କଣ ହଉଛି ଏଇ ସମୟରେ ଉମା ପଚାରିଲେ କହିଲେ ଲକ୍ଷ୍ମୀ ତ ବାଧ୍ୟ କରୁଛନ୍ତି ଆଜ୍ଞା ସେ କଣ ତାଙ୍କ ସହଧର୍ମିଣୀ ନୁହଁ କି ନୁହେଁ କି ସେ ମନା କରିଦଉଛନ୍ତି ହଁ ହଁ ଯିଏ ସର୍ବ ଅମଙ୍ଗଳକୁ ହରଣ କଲା ବୋଲା ସେ କହୁଛନ୍ତି ଗାଈ ମୁଣ୍ଡ ଉପରେ ହାତ ଥୋଇଦେଲେ ଗାଈର ଅମଙ୍ଗଳ ହବ ଯଦି ତା କଷ୍ଟ ଖଣ୍ଡନ ମୁଁ କରିଦିଏ ତାହେଲେ ତାର ଅମଙ୍ଗଳ ହବ ମା ଭଗବତୀ ଉମା ପଚାରିଲେ ହେ ଶଙ୍କର ଭଗବାନ ମୁଁ ବି ଆପଣଙ୍କର ସହଧର୍ମିଣୀ ହଁ, ହଁ। ଆପଣ ମତେ କଥା କହନ୍ତୁ ମତେ କଥା ବୁଝାନ୍ତୁ ବୁଝନ୍ତୁ ଶଙ୍କର ଭଗବାନ କହିଲେ ବୁଝେଇବାର କିଛି ନାହିଁ ତମେ ନିଜେ ଜାଣିଯିବ ଦେଖିଦବ ହଁ ହଉ ବୁଝେଇବି କଣ ଦେଖ ଭଗବାନ ବ୍ରହ୍ମର କର୍ତ୍ତୃକ କେମିତି ନାରାୟଣ ଡାକିଲେ ଲକ୍ଷ୍ମୀ ଆସ ଯିବା ନା ମୁଁ ଯିବିନି ନାଇଁ ଆମେ ବୈକୁଣ୍ଠରୁ ଆସିଛେ ହଁ ହଁ ଏବେ ବୈକୁଣ୍ଠକୁ ଯିବା ଏଟା ସ୍ୱର୍ଗପୁର ହଁ ଏଠି ରହିଲେ ଦେବତା ମାନେ ତମକୁ କେତେ ଦିନ ପୂଜା କରିବେ ଦିନେ 2 ଦିନ 5 ଦିନ 8 ଦିନ ତାପରେ ହଁ। 15 ଦିନ ମୁହଁ ମୋଡ଼ି ଦେବେ କେହି ବାସିରେ ପଚାରିବେନି କେହି ମୁଣ୍ଡିଆ ମାରିବାକୁ ଆସିବେନି ଯିଏ ଯାହା କାମ ଧନ୍ଦାରେ ପଳେଇବେ ପଳେଇବେ ଆସ ପଳେଇବା ଲକ୍ଷ୍ମୀ ହାତ ଯୋଡ଼ିଲେ କହିଲେ ପ୍ରଭୁ ତୁମେ ସର୍ବଜୀବ ନିରଞ୍ଜନ ଗଦାଧର ସିଂହ ହଁ ହଉ ଯୁଗାଧାରଂ कर्म विहित पुरुष कृपा करं जन गुण विधायक मूलाधारं प्रणमामि पद्मा पदे गोदाधरं ये 42 पदरू किछि नले 32 पद मु घोषिछि ये नयागड़िया गायक गोटा पद ताको जदि कहिबु से कहिबे कोन ना आम पाठ तमे घोषिकरी गाई करी पैसा आदाय करछ ପାଠ କାହାର ନୁହଁ ପାଠ ସମସ୍ତଙ୍କର ଆଉ कोन पुनी बेस्टी कथाटाको जुआइला भलिया कहिला वाला होचे खासु ସାରେ କହିବା କଥା ଆମ ଘରେ ଆମ ଧନ ସମ୍ପତ୍ତି ଅଛି हां ଆମର କଣ ଯାଇଚି आउ ଆମ ପାଠ ଆମ ଘରେ ଅଛି ହଁ ତମେ ସେଇ ପୁରୀ ବେলা ଆମ ପାଠ ଘୋଷିକି ପଇସା ଆଉ କଣ? କହୁନ मुनिमान सहंसवो लावो जुगं विधि भक्त संघ शिरो अनुरागं राधा प्रीति धन गोपी मनोहारं प्रणमामि पद्मा पदे गोदाधरं प्रणमामि पद्मा पदे ଏଇଠୁ ଯଦି ମୁଁ ଆରମ୍ଭ କରିବି ତମ ନୟାଗଡ଼ କବିଙ୍କ ପାଠ ଖାଲି ଲକ୍ଷ୍ମୀ ନାରାୟଣକୁ ଜଣାଉଛନ୍ତି 12ଟା ନାଇଁ ସାର୍ ଏତେ ବହଳିଆ କରନି ପତଳା ଭାବରେ ଚାଲ ବେଶୀ ମିଠା ଖାଆନି ନା। ଦଶ ପୋକ ତଳ ମୁହାଁ ହେଇଯିବ ନା କିନ୍ତୁ ମୁଁ ଖାଲି ଭାବୁଛି ଆଜ୍ଞା ତମେ ସବୁ କଣ କରୁଛ ଆମେ ସନ୍ଥ ତୁଳସୀ ହଁ ହଁ ହେଲା ଆସନ ଯୋଗୀ ଭୂମି ପହରା ହଁ ହଁ यह भरद्वाज कृति निहारा श्रीराम जय राम संकट मोचन जय हनुमान प्रभु श्री राम जाई भरद्वाज आश्रम रे पहुंचला बेलू ए भरद्वाज महर्षि करिसंति कोन ना मृग छाल टिके आज्ञा टांगी दैछंति किंतु भूमि ऊपर कुश पकई करी ବସିଛନ୍ତି मो मौसांग नीति तो सिया ଭଲ तेणु करी कथा वस्तु ଲକ୍ଷ୍ମୀ
କହିଲେ ନାରାୟଣ हाँ हाँ ଲକ୍ଷ୍ମୀ କହିଲେ ପ୍ରଭୁ प्रभु ଆପଣ ଆଶୀର୍ବାଦ ଦେବେନି हाँ हाँ ନଦେଲେ ମୁଁ ଏଠୁ ଯିବିନି। ଯିବିନି। ନାରାୟଣ କହିଲେ ଲକ୍ଷ୍ମୀ ତମେ କଣ ମୋର ପ୍ରକୃତରେ ପତ୍ନୀ? ସ୍ୱାମୀ ସ୍ୱାମୀ କଣ ଏମିତି କହୁ 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 ଇଆଡୁ ସିଆଡୁ କଲେଣି ଗୋଟେ ବୁଢୀ ତମେ ମୋର ପ୍ରକୃତରେ ସ୍ତ୍ରୀ ନୁହଁ। अरे ଧର୍ମଶ୍ରୀ ହଁ हमारे स्त्री कर देख रे ତପସ୍ୱିନୀ ସ୍ୱଭାବ କବି ଗଙ୍ଗାଧର ମେହେର मेहर ସହଧର୍ମିଣୀ ବିନା କାର୍ଯ୍ୟ କରିବା ନିଷେଧ କରିବା ନିଷେଧ ଶାସ୍ତ୍ରେ ନାନା ମୁନି ମତେ ହୋଇଛି ବିରୋଧ ହୋଇଛି। ବିରୋଧ ନାରାୟଣଙ୍କ ସ୍ତ୍ରୀ କିଏ ପ୍ରକୃତରେ? ଆଜ୍ଞା ଲକ୍ଷ୍ମୀ ସରସ୍ୱତୀ ନୁହଁ। अरे ନାରାୟଣଙ୍କ ସ୍ତ୍ରୀ କିଏ? ନା ନାରାୟଣଙ୍କ ସ୍ତ୍ରୀ ହେଉଛନ୍ତି ରାଧା। ଆପଣ କେମିତି ଜାଣିଲେ? केमिति ନା ଭୂଷଣ୍ଡ ଶିଖେଇଲା ଏ ଭଗବାନ ଶିବ ହଁ। ଭୂଷଣ୍ଡକୁ ଶିଷ୍ୟ କଲେ ଶିଖେଇଲେ ମନ୍ତ୍ର ଟିକେ କପିଳ ସଂହିତା କହିଲେ ରାସେ ସୁରାଧିକେଶ୍ୱରୀ ମଧୁସୂଦନରେ ବଚ ଆଦ୍ୟାକ୍ଷର ସମାଯୁକ୍ତ ରାମ ନାମ ପ୍ରକର୍ଥିତା। କହିଲେ ଏଇ ମନ୍ତ୍ରଟାକୁ ଘୋଷେ। ଆଜ୍ଞା କାଉ ଘୋଷିବ? କା ହବା ବ୍ୟକ୍ତି ଘୋଷିବ ସିଏ केमिति बसिबो ତୁଣ୍ଡରେ ହେଲାନି। ना ଯେତେବେଳେ ତୁଣ୍ଡରେ ହେଲାନି ଭଗବାନ ଶିବ କଲେ କଣ ରାଧାରାଣୀଙ୍କର ପ୍ରଥମ ଅକ୍ଷର ଟିକି ଦେଲେ ଏବଂ ମଧୁସୂଦନଙ୍କର ପ୍ରଥମ ଅକ୍ଷର ଟିକି ଦେଲେ। କଣ ଆଜ୍ଞା ହେଲା? ରାଧାଙ୍କର ପ୍ରଥମ ଅକ୍ଷର ରା ମଧୁସୂଦନଙ୍କର ପ୍ରଥମ ଅକ୍ଷର म ଯୋଗେଇ ଦେଲେ। ଆଜ୍ଞା ହେଇଗଲା ରାମ। କହିଲେ କାଉ ଏଥର ତୁ ଏତିକି କହ ରାମ କହ। हाँ ହେଲା हाँ हाँ ରାମ କହ ତ ବିଷୟାଦୁ ନିର୍ବାଣ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ କହ ତ ବିଷୟାଦୁ ନିର୍ବାଣ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜପତ ଜିୟବନ ସନ୍ଥ ପିଆରା ଶ୍ରୀରାମ। ଶ୍ରୀରାମ ଜୟ ରାମ ଆଜ୍ଞା ଭାରତ ବର୍ଷର ମୀମାଂସା ଶାସ୍ତ୍ର ରଚୟିତା ଋଷି ହେଉଛନ୍ତି ଚ୍ୟବନ। च्यवन କପିଳ ତିଆରି କଲେ ରାମ ନାମ। आगे ମାଧ୍ୟମ ହେଲେ ଶଙ୍କର ଭଗବାନ बस ଦେଲେ ଭୂଷଣ୍ଡକୁ। हाँ ନାରାୟଣ କହିଲେ ଲକ୍ଷ୍ମୀ ଏଇ ମୋ ରାସେଶ୍ୱରୀ ହେଉଛି ରାଧା। ରାଧା କହ ଲକ୍ଷ୍ମୀ ହେଲା ତମ ସହିତ କେତେବେଳେ ମୋର ରାସ ହେଇଛି ମିଳନ ହେଇଛି? नो ना ना ତମେ କେବେ ଶୁଣିଛ ସରସ୍ୱତୀଙ୍କ ସହିତ ମିଳନ ହେଇଛି? ना ମୋ ରାଧା ସହିତ ଯେତେବେଳେ ମିଳନ ହୁଏ ବିଜୟ ଜୟରେ ବନ୍ଦିତ ଯେ ପଦ ଜାନକୀ ବଲ୍ଲଭ ବିଳାସ ଗୋକୁଳନ୍ଦ ପଟ୍ଟନାୟକ पटनायक ଲା ବିଜୟ ଜୟରେ ବନ୍ଦିତ ଯେ ପଦ ଛନ୍ଦିତ ସଂସାର ଏହି ସଙ୍ଗୀତ ସଂସାର ଏହି ଆରେ ଭଲ ସଙ୍ଗୀତ ସଂସାର ଏହି ନନ୍ଦୀ ଭୃଙ୍ଗି ପ୍ରାୟ ଜଗି ବସିଥାନ୍ତି ନନ୍ଦୀ ଭୃଙ୍ଗି ପ୍ରାୟ ବଗି ବସିଛନ୍ତି ନନ୍ଦୀ ଭୃଙ୍ଗି ପ୍ରାୟ ଜଗି ବସିଥାନ୍ତି ନନ୍ଦୀ ଭୃଙ୍ଗି ପ୍ରାୟ ଜଗି ବସିଥାନ୍ତି କାହାର ବାରଣ ଏହି ଶୁଣ ଆମ୍ଭ ନିୟମ ହେ ଶୁଣ ଆପଣି ଆମ ଦିନେ ହେଲା ତୁ ଭମତି ଭ୍ରମ ହେ ଶୁଣ। ଭଗବାନ ନାରାୟଣ କହିଲେ ଲକ୍ଷ୍ମୀ ଯେମିତି ଶିବଙ୍କ ଦୁଆରେ अच्छा ନନ୍ଦୀ ଭୃଙ୍ଗି ଜଗି କରି ବସିଥାନ୍ତି हाँ हाँ ମୋ ଦ୍ୱାରା ସେମିତି ବିଜୟ ଜୟ ଜଗି କରି ବସିଥାନ୍ତି। ଆଜ୍ଞା। ଇଏ ଯେତେବେଳେ ରାସ ଆମର ଚାଲେ ରାଧାଙ୍କ ସହିତ ମୋର ରାସ ଚାଲେ बस ସେତେବେଳେ ତମେ ଯୁଆଡେ ବୁଲିବାକୁ ଗଲେ ମୁଁ କେତେବେଳେ ଖୋଜେ। ଦିନେ ଆଜ୍ଞା ରାସ ଚାଲିଛି ଚାଲିଛି। ଜୟ ବିଜୟଙ୍କୁ ନିର୍ଦ୍ଦେଶ ଦିଆଗଲା ଜୟ ବିଜୟ ତମେ କାହାରିକି ଛାଡିବନି। ବୁଲି ବୁଲି ଆସି ପହଞ୍ଚିଲେ ଲକ୍ଷ୍ମୀ हाँ हाँ କହିଲେ ଜୟ ବିଜୟ ଦ୍ୱାର ଛାଡ ନା छड़िया बनी ନା ଦ୍ୱାର ଛାଡ ନା छड़िया बनी আরে দ্বার ছাড়ো না মা হলচল না এটা বৈকুণ্ঠ।
ନା ଇଏ ଜାଗା ନା ବୈକୁଣ୍ଠ ମୋ ସ୍ୱାମୀ ବୈକୁଣ୍ଠ ମୁଁ ବୈକୁଣ୍ଠ ଠାକୁରାଣୀ ଛାଡ଼ ଦ୍ୱାର ଯଦି ଦ୍ୱାର ନ ଛାଡ଼ିବ ତମ ଦିହିକି ଦି ଧକ୍କା ଦେବି ଭିତରକୁ ବସିବି ଜୟ ବିଜୟ କହିଲେ ଆଉ କଣ ହେ ଚକ୍ରକୁ ଧରି ଠିଆ ହେଲେ ଭଣ୍ଡାକୁ ଧରି ଠିଆ ହେଲେ ଆଜ୍ଞା କହିଲେ ମା ଚଗଲ ବଗଲ କରିବୁ ତୋ ବେକରୁ ମୁଣ୍ଡ ଅଲଗା ହେଇଯିବ ଇଏ ଚକ୍ର ଅଲଗା କରିଦବ ପ୍ରଭୁଙ୍କର ନିର୍ଦ୍ଦେଶ ବୈଦେଶ ବିଳାସ କବି ସମ୍ରାଟ ଭଞ୍ଜ ବାସ୍ ବୋଲେ ବୈକୁଣ୍ଠ ନ ମାନୁ ଆମେ ବୈକୁଣ୍ଠ ପାଳି বৈকুণ্ঠ নামানু আমি বৈকুণ্ঠ পালিত বৈকুণ্ঠ নামানু আমি বৈকুণ্ঠ বিজয় জয় বেনি ভ্রাত বৈকুণ্ঠ না ଆମେ ଜୟ ବିଜୟ ଦୁଇ ଭାଇ ଭାଇ ବୈକୁଣ୍ଠର ସେବକ ସେବକ ନାରାୟଣଙ୍କର ସେବକ ହଁ ହଁ ମା ଲକ୍ଷ୍ମୀ ତୋର ନୁହଁ କି ସରସ୍ୱତୀଙ୍କର ନୁହଁ ତୋ କଥାରେ କଣ ଆମେ ତୋର ଛାଡିଦେବୁ ହେଇନି? ହବ ନା 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 ମୁଁ ତମକୁ ଅଭିଶାପ ଦେବି ନା ଦେ ଦେଲେ ଅଭିଶାପ ଦେଲେ କଣ ଦେଲେ ଅଭିଶାପ ପାଇଲେ କଣ ଦ୍ୱାର ଛାଡିଲେ ନା 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 ଲକ୍ଷ୍ମୀ ଅଭିଶାପ ଦେଲେ କହିଲେ ବହସୁର ଅସୁର ଜନିକି ଭବେ ସତ আরে ভলা করে ভাবে সতা বহসুর অসুর জনিকি ভবে সত বলাইব বিষ্ণু দোষী এ দৈব কৃত ভলা କହିଲେ ତମେ ବିଷ୍ଣୁ ବିରୋଧୀ ହବ ଅଭିଶାପ ମିଳିଲା ଜୟ ବିଜୟ କହିଲେ ମା ସେତେବେଳେ ତ ଆମେ ତତେ ଗ୍ରହଣ କରିନଥିଲୁ ହଁ ହଁ ନାରାୟଣ ଲକ୍ଷ୍ମୀକୁ ପଚାରିଲେ କହିଲେ ଜୟ ବିଜୟ ହଁ ହଁ ନାରାୟଣଙ୍କ ବ୍ୟତୀତ ସେ ଜାଗାରେ ଆଉ କିଏ କହିଥିଲେ ତମେ ଦ୍ୱାର ଛାଡିଥାନ୍ତ ବାଜି କହିଥିଲେ ଦ୍ୱାର ଛାଡିଥାନ୍ତ ନା ନା ସନକାଦି ଋଷିମାନେ ଆସିଥିଲେ ସେଇ ଅଭିଶାପ ଦେଲେ ହଁ 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 ଦ୍ୱାର ଛାଡିଲୁନୁ ନା ଆଉ କିଏ କହିଥିଲେ ତମେ ଦ୍ୱାର ଛାଡିଥାନ୍ତ କହ କୁହ ପିଣ୍ଡିକି ଶ୍ରୀ ଚନ୍ଦନ ବାସ୍ ବସନ୍ତ ରାସ ହଁ ପିଚୁକୁଳି ନିକଟସ୍ଥ ସାନ ପଦର ହେଲା ଆଜ୍ଞା ହେ ଟୋକା ଆଜ୍ଞା ବଜା ଆଚ୍ଛା ବସି ତ ହେଲା ବିନୀତ আনিত মুখী বৈকুণ্ঠ প্রিয় সুখী দ্বিতীয় নিরঞ্জন রাসেশ্বরী হে সেই বিভু বিশ্বদেবা বৃন্দাবন দুর্লভা যেহি কোমড়ি নিরাশে চোরি হে শ্রী রাধে বন্দে বিশ্বদেব নিপ কীর্তন জগতর আজ্ঞা রাস লুচিগলা ହଉ କାହିଁକି ମାନେ ଶିଖିନାହାନ୍ତି ଆଉ ଏପର ଯୋଉ ଗାୟକ ବାହାରିଲେ ୟାଉ ତାଙ୍କୁ ଯଦି ପଚରାଛୁ ଭାଇ ଟିକେ ରାସ ଶିଖୁନୁ ନା ସେଗୁଡାକ ଆମ ଦ୍ୱାରା ହବନି ଆରେ ତମ ଦ୍ୱାରା ହବନି ପାଠ କେମିତି ବଞ୍ଚିବ ବଞ୍ଚିବ କେମିତି ପରମ୍ପରା ହେଲା ତେଣୁକରି ହେ ବିଦଗ୍ଧ ପ୍ରବର ଧ୍ୟାନ ଦିଅନ୍ତୁ ତେଣୁକରି ନାରାୟଣ କଥା ଦେଲେ କହିଲେ ଲକ୍ଷ୍ମୀ ତମେ ହଉଛ ପ୍ରକୃତରେ ମୋର ସ୍ତ୍ରୀ ନୁହଁ ତମେ ଦି ଜଣ ହଉଛ ମୋର ସହଧର୍ମିଣୀ ହେ ଆପଣ ମାନେ ଏଥର ପାଠକୁ ଯାଆନ୍ତୁ ହଁ ସଂସାରର ପାଠ ବେଶ ଆମ ଘରେ ଯୋଉ ଆମ ସ୍ତ୍ରୀ ମାନେ ଅଛନ୍ତି ଆମର କଣ ସ୍ତ୍ରୀ ନା ଆରେ ନା ଆଉ ନା ଆଉ ଅଛି
ସହଧର୍ମିଣୀ ହଁ ନାଇଁ ସହଧର୍ମିଣୀ ହଁ ଆମେ ତାଙ୍କର କଣ ସ୍ୱାମୀ ତ କଣ ମ ସେଇ ଡୁପ୍ଲିକେଟ ଆରେ ସ୍ୱାମୀକୁ ଡୁପ୍ଲିକେଟ ହଁ ଅଭିରାମ ପରମହଂସ ହଉ କହିଲେ କୋଇଲି ହିଲୋ ଘର ସ୍ୱାମୀ ଘରେ ଛନ୍ତି ମୋର ଲୋ କୋଇଲି ହିଲୋ ଘର ସ୍ୱାମୀ ଘରେ ଛନ୍ତି ମୋର ଲୋ କୋଇଲି ଲୋ ଘର ସ୍ୱାମୀ ଘରେ ଛନ୍ତି ମୋର ଲୋ କୋଇଲି କୋଇଲିଲୋ ଘର ସ୍ୱାମୀ ଘରେ ଛନ୍ତି ମୋର ଲୋ ଦାଦା ଘନରେ ଜାତ କି ପ୍ରାୟ ଆଶା ନିରନ୍ତର ଲୋ କୋଇଲି ଲୋ ଘର ସ୍ୱାମୀ ଘରେ ଛନ୍ତି ମୋର ଲୋ ଦାଦା ଆପଣ ମାନେ ଚିନ୍ତା କରନ୍ତୁ ଆମେ ଇଆଡେ ଆସିଲେ ମୋ ସଜନ ମାନେ ଯେତିକି ଆସିଲେ ହଁ ହଁ ଆପଣ ମାନଙ୍କ ସ୍ତ୍ରୀ ତା ସ୍ୱାମୀ ସହିତ ସେ ଖେଳୁଥିବ ନା ହଁ ହଁ ପଳେଆ ଯା ପିଠିରେ ପୋଖରୀ ଖୋଳିବେ କାହିଁକି ଆରେ ବୁଝିଲେ ହବ ନା ଆରେ ସିଏ କଣ ଆମକୁ ଆଉ ଚାହିଁଥବ ନା ନା ଯୋଉ ମାଉସୀ ମାନେ ମାଇକିରେ ଶୁଣୁଥିବେ ହଁ ଏ ବାଡି ଖିଆ ଗାଈକୁ କିଏ ଡାକି ଚୁପ୍! ଏ କୋଇଲି ଲୋ ଚନ୍ଦ୍ର ଚୁড়িয়া ସେହି ଛଇଲ କୋଇଲିଲୋ ଚନ୍ଦ୍ର କାଚୁ ପ୍ରିୟା କହିଲ କୋଇଲି ଲୋ ଚନ୍ଦ୍ର ଚୁড়িয়া ସେହି ଛଇଲ ଚାହିଁବା ମୁଦିଲେ ହୃଦ ଦିଏ ଚମକାଇଲ କୋଇଲିଲୋ ଚନ୍ଦ୍ର ଚୁড়িয়া ସେହି ଛଇଲ ମତେ ସଦୁଛୁ କଣ କିରେ ନାଇଁ ମୁଁ କହିଲି ତମେ ଯୋଉ କଥା କହିଲ ଡାକରେ ସବୁ ଆଜ୍ଞା ମାନେ ବାପା ମାନେ ମଉସା ମାନେ ସବୁ ଆସିଛନ୍ତି ତାଙ୍କ ଘରେ ଯୋଉ ମାଉସୀ ମାନେ ଅଛନ୍ତି ସେ ତାଙ୍କର ଆଉ ଗୋଟେ ସ୍ୱାମୀ ପାଖରେ ଅଛନ୍ତି ହଁ ଭଲ ଏ ଗାଁ ଲୋକ ସାର ଭଦ୍ର ତମେ କିଛି କହୁନାହାନ୍ତି କାଇଁ ଚୁପ ହେଇକି ବସିଛନ୍ତି କିଛି କହୁନାହାନ୍ତି ନାଇଁ ରେ ଜଗତଟା ସେଇଆ ହଁ ତୁ ସେଇଆ ମୁଁ ସେଇଆ ଇଏ ସେଇଆ ସମସ୍ତେ ସେଇଆ ମୁଁ ସାର ବାହା ହେଇନି ମୋର ସ୍ତ୍ରୀ ଅଛି ହଁ ତୁ ବାହା ନହେଲେ ମା ଗର୍ଭରୁ ବାହାରି ପାରିବୁନୁ ହଁ ବାହା ହେଇକି ଆସିଛି କୋଇଲିଲୋ ମାତୃ ଗର୍ଭେ ବିବାହ ସରିଲା ପରମ ସଙ୍ଗତେ ଯିବ ଯେଦିନ ଖେଳିଲା କୋଇଲିଲୋ ମାତୃ ଗର୍ଭେ ବିବାହ ସରିଲା ଆମେ ପ୍ରତ୍ୟେକ 3 ଥର ବାହା ହେଇଛୁ। ରଖରେ ପୁଅ ମୁଁ ଆଉ କିଛି କହିବି ମନେ ରଖିକି ଯା ଘରେ କହିବୁ ମା ଗର୍ଭରେ ବାହାର ହେଲା ହଁ ହେଲା ଆଜ୍ଞା ଜୀବ ପରମ ଖେଳ ଚାଲିଲା ଚାଲିଲା କୋଇଲିଲୋ ବାଲ୍ୟ କାଳୁ ହେଲା ବାହାଘର କୋଇଲିଲୋ ବାଲ କାଳୁ ହେଲା ବାହା ଘର ଲୋ ମମତା ଦାଇରେ ମାୟା ଜଡ଼ିଲା ମନର କୋଇଲିଲୋ ବାଲ୍ୟ କାଳୁ ହେଲା ବାହାଘର ତେଣୁ କରି ଅଭିରାମ ପରମହଂସ କହିଲେ କୋଇଲିଲୋ ବାଲ୍ୟ କାଳୁ ହେଲା ବାହାଘର ହଁ ହଁ ମା ଗର୍ଭରେ ବାହାର ହୋଇଥିଲା ହେଇଥିଲା ବାଲ୍ୟ କାଳୁ ବାହାର ହେଲା ହେଲା ଆଜ୍ଞା ମାୟା ସହିତ ଜଡିତ ହେଲା ହେଲା ଗୋଟା ପିଲା ଗୋଟା କଣ୍ଢେଇଟିଏ ଧରିଛି ହଁ ହଁ ଆପଣ ତାକୁ ତାଠୁ ଛଡେଇ ଆଣିବେ ସେ ସମ୍ଭାଳିବ ନା ତା ବୋପା ଛଡେଇକି ନେଲେ ସମ୍ଭାଳିବ କି ନାଇଁ ନାଇଁ ନା
ଯାହା ବୁଝିବ ଯାହା ବୁଝିଥିବ ସେଇଆ। ସେଇଆ ଯାତ୍ରାକୁ ଯାଇଛୁ ନାମ ନବୁ, ତାକୁ ସାଙ୍ଗରେ ନେଇକି ଯାଇଛୁ ନାମ ନବୁ। ନବୁ ତତ ସେ ଟ୍ରକ କିଣେଇବ, ଜେସିବି କିଣେଇବ, ସେ କାଲି ସବୁ ଭାଙ୍ଗିରି ପଡିଦବ, ଫୋପାଡ଼ି ଦଉ କିନ୍ତୁ କିଣିବା ପାଇଁ ବାଧ୍ୟ ତ। ତୋଠୁ ଚିକଣ କାଢିଦବ ହେଲା। ହଁ ହଁ ଆଜ୍ଞା ଗଲା ଯୋଡାଏ ବାହାର ହଁ କୋଇଲି ହିଲୋ ସାର ଏହି ସଂସାର ବନ୍ଧନ କୋଇଲିଲୋ ସାର ଏହି ସଂସାର ବନ୍ଧନଲୋ ବିଷୟା ବିଷ ପିଛୁ ରମଣୀ ରତନ କୋଇଲିଲୋ ସାର ଏହି ସଂସାର ବନ୍ଧନଲୋ ଆମ ଜୀବନରେ ଆମେ ସମସ୍ତେ ଆଜ୍ଞା 3 ଥର ବାହା ହଉଛେ। ଏଇ ଟୋକାଟା 2 ଥର ବାହା ହେଇଛି, ଆର 3 ଥର ବେଳା ପଡିନି। ହେଇନି ମୋ ଆଡକୁ କାହିଁ ଠେଲୁଛ? ରହ ବାଟରେ ଚାଲ। ମୋ ବିଦଗ୍ଧ ଶ୍ରୋତା ମଣ୍ଡଳୀ, ହଁ 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 କଥାବସ୍ତୁ ହଁ ନାରାୟଣ ଲକ୍ଷ୍ମୀଙ୍କ ଚାଲେ ନା? ଇଏ ବରଗଛ ମୂଳରେ ହଁ ଠିଆ ହେଇଛନ୍ତି ମା ଲକ୍ଷ୍ମୀ। ଲକ୍ଷ୍ମୀ କହିଲେ ପ୍ରଭୁ ପ୍ରଭୁ ମୁଁ ତମ ସ୍ତ୍ରୀ ନୁହଁ ନା ନା ମୁଁ ତମ ଧର୍ମ ସ୍ତ୍ରୀ ନା ହଁ ନା ଧର୍ମ ସ୍ତ୍ରୀ ହଉ ଏବେ ମତେ ସଙ୍ଗରେ ନବ ନା ନାଇଁ? ନା ନେବି। ନା ଆଗରୁ ଯେମିତି ଘରେ ରଖୁଥିଲ ସେମିତି ରଖିବ ନା ନାଇଁ? ରଖିବି। ନା ଆଦର କରିବ ନା ନାଇଁ? ନା କରିବି। ନା ମୁଁ ଯାହା ପଚାରିବି ତମେ କହିବ ନା ନା? କହିବି। ନା ଏବେ କହ ଇଏ ଗାଈ କାହିଁକି କଷ୍ଟ ପାଉଛି? हे बलियार भुज हे विपुल बाहु जदि गाई मुंडरे हाथ रखिदेले आपणकर गाईर क्षति हब अमंगल हब ताहले कह ये गाई कहीं कष्ट काहे कष्ट पाउची? प्रभु हसिले कहले लक्ष्मी तमे विषय जानी न जानी न लक्ष्मी कहले मु कोन तम भलिया सर्वज्ञानता ना चक्की खुंटिया हाँ बट पुट बासी आरो विश्व ब्रह्मांडपति अखिल जननायक अभय पद कंजरे जेते बेले करपत्र जोड़ी लक्ष्मी पचारिले प्रभु मु जहा पचारुची ता उत्तर दे ये गाई काई केमिति कष्ट पाउची
ନାରାୟଣ କହିଲେ ଲକ୍ଷ୍ମୀ ତମେ ଜାଣିପାରିଲନି ଜାଣିପାରିଲନି ଇଏ ଛୁଆଟିଏ ପ୍ରସୂତି କରିବ କରିବ ହେଲେ ସଂସାରରେ ଯିଏ ମା ହବ ସେଇ କଷ୍ଟ ଅନୁଭବ କରିବ କରିବ ନାରାୟଣ କହିଲେ ହଁ ହଁ କଷ୍ଟ ଅନୁଭବ ନ କଲେ ମା ହେଇପାରିବ ନା ନା ଆଜ୍ଞା ଏଗୁଡାକ ଶୁଣିଲେ ଲକ୍ଷ୍ମୀ ହେ କହିଲେ ପ୍ରଭୁ ଚାଲ ଯିବା କହିଲେ କଣ ଏଇ କଥା ତମେ ଜାଣିନ ନା ନା ଚାଲ ଯିବା ଯାଇ ବୈକୁଣ୍ଠରେ ପହଞ୍ଚିଲେ ହଁ ହଁ ଖିଆପିଆ ସରିଲା ହଁ ଆଜ୍ଞା ଗଲେ ଶୋଇବା ପାଇଁ ହଁ ପ୍ରଭୁ ଶୋଇଲେ ଆଚ୍ଛା ଆଚ୍ଛା ମା ଲକ୍ଷ୍ମୀ ଗଲେ ସେଦିନ ପାଦ ସେବା କରିବା ପାଇଁ ପାଦ ସେବା କଲେ ହଁ ପଚାରିଲେ ନାରାୟଣ କହିଲେ ଲକ୍ଷ୍ମୀ ସେତିକି ହଉ ନା ଆଜ୍ଞା ଗୋଟେ କଥା କହିଥାନ୍ତି ନା କଣ କୁହମ ନା ମୁଁ ଗୋଟେ କଥା ମାଗିବି ମାଗ ନା କଣ ମାଗିବ ମାଗୁନ ଯାହା ମାଗିବ ଦେଇଦେବି ଦେଇଦେବି ଆଉ। ନା ସେମିତି ନୁହଁ ଆଉ କେମିତି ଆଉ ବରର୍ଜିତ ସର୍ଜନ ହଁ 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 ସୃଷ୍ଟି ପିତା ହଁ ନାଗ କଶ୍ୟପ 25 ଜ୍ଞାନ ବେତା ନାଗ ଶିବ ବିରଞ୍ଚି ସେବିତ କର୍ଣ୍ଣଧାରଂ ପ୍ରଣମାମି ପଦ୍ମ ପଦେ ଗଦାଧରଂ ଆରେ ନୟାଗଡ଼ ପିଲା ମରିଯିବ ରେ ଏଗୁଡାକ ଶିଖ ଗଦାଧର ସିଂହ ସାମନ୍ତଙ୍କର ଏ ଯୋଉ 42 ଚୌପା ଆଜ୍ଞା ଆଜ୍ଞା ତାକୁ ଶିଖ ତମ ପିଲାମାନଙ୍କୁ କହିଲେ ତୁ ଶିଖେଇଛ କୋଉ ପିଲାମାନେ ଆଉ ଶିଖଉଛନ୍ତି ମୁଁ କହିଲି କଣ କରୁଛୁ ଆଜ୍ଞା ଖାଲି ତମକୁ ମୁଁ ବହଳିଆ ମୁହଁରେ କହୁଛି ସିନା ହଁ ଠିକ ତମକୁ କହିଲେ ପିଲାମାନେ ଶିଖିବେ ବୋଲି ଭାବୁଛି ଆଚ୍ଛା ସେ ଗ୍ରହଣ କରିବା ଆମେ ଉପରେ ସାର୍ ନାହାନ୍ତି ଯାଇକି ସେଇ କେସଟା ବଜାଉଛୁ ତାଙ୍କ ପାଖରେ ହଁ ସିଏ କହୁଛନ୍ତି କାହିଁ ବାହା ଭଳିଆ ଏତେ କିଏ ଘୋଷିବ ଆମର ନାଇଁ ଆବଶ୍ୟକ ନାହିଁ ନ ଘୋଷିଲେ ଗାୟକ ହବୁ ହେଇପାରିବନି ତେଣୁକରି ବିଦ କଥା ଶ୍ରୋତା ମଣ୍ଡଳୀ ଏଇ ସମୟରେ ହଁ ହଁ ଲକ୍ଷ୍ମୀ ହାତ ଯୋଡି ଦେଇଛନ୍ତି କହିଲେ ପ୍ରଭୁ ଆପଣ 3 ବାର ସତ୍ୟ କରନ୍ତୁ କରନ୍ତୁ ଏ ଚୌଖାନି ଜୀବ ତିଆରି କରିଛନ୍ତି ହଁ ହଁ ଧର୍ମର ଆପଣ ହେଉଛନ୍ତି ରକ୍ଷକ ହଁ ଧର୍ମକୁ ସାକ୍ଷୀ ରଖି 3 ବାର ସତ୍ୟ କରନ୍ତୁ ତମ ଦାସୀ ଲକ୍ଷ୍ମୀ ଯାହା ମାଗିବ ତମେ ଦବ ଦବ ମୁନିମାନ ବନ୍ଦନୀୟ ହଂସ ଯୁଗ ସୃଷ୍ଟି ପାଳନ ସଂହାର ଅନୁରାଗ ପରମେଷ୍ଟିକ ମନୀୟ ଧର୍ମ ଧାରଂ ପ୍ରଣମାମି ପଦ୍ମ ପଦେ ଗଦାଧର প্রণমামি পদ্মপদে গদাধর প্রণমামি পদ্মপদে গদাধর ଆଜ୍ଞା ଏଇ ଯୋଗେ ମୁଁ ଚ୍ୟାନେଲ କରିବା ପାଇଁ ମନା କରେ କୀର୍ତ୍ତନ ଜଗତକୁ କୀର୍ତ୍ତନ ଗାୟକ ମାନେ ଏ ପାଠ ଘୋଷୁନାହାନ୍ତି ଘୋଷୁନାହାନ୍ତି। ଶିଖୁନାହାନ୍ତି ଆଜି ଟିକେ ଟିକେ ଖାଲି କରିଦିଅ ଭାଇ କେତେ ଶ୍ରଦ୍ଧାରେ ଆସିଛନ୍ତି ନାଇଁ। କାଇଁ କରିବ ମୁଁ ତ ଆଗରୁ ହଁ କରିଛି ଆଜି ଦିନକ ଫ୍ରି ଦେବି ଯାହା ଦବା କଥା ଦିଅ ଯାହା କହିଲେ ହେଲେ ବସିଯିବ। ତେଣୁକରି ଏଇ ସମୟରେ ମନ ମଧ୍ୟରେ ଚିନ୍ତା କରି ହଁ ହଁ ବୈକୁଣ୍ଠପତି ନାରାୟଣ ହାତ ଟେକି ଦେଲେ ଦେଖିଦେଲେ କହିଲେ ଲକ୍ଷ୍ମୀ ସ୍ୱାମୀ
ତମେ ଯାହା ମାଗିବ ମୁଁ ଦେବି। ଦେବି। ଭକ୍ତ କବି ବନମାଳୀ ଦାସ। ହଉ। ବିପୁଳ ଭୁଜ ବିସ୍ତାରି ଦେଲେ ଛାର କି କରି ପାରିବ ଦୁଃଖ ଭୁଜ ତଳେ ମୋତେ ରଖ ଭୁଜ ତଳେ ମୋତେ ରଖ ବାହୁ ତଳେ ମୋତେ ରଖ। ଯେତେବେଳେ ଏଇ ପରିଲକ୍ଷ୍ମୀଙ୍କ ନିକଟରେ ପ୍ରଭୁ ସତ୍ୟ କରିଦେଇଛନ୍ତି ହଁ ହଁ। ଲକ୍ଷ୍ମୀ କହିଲେ ହେ ଚତୁର୍ଭୁଜ ହେ ବଳିଆର ଭୁଜ ହେ ବିଶ୍ୱ ସମ୍ରାଟ ହଁ ହଁ। ମତେ ଏତିକି ବର ଦିଆଯାଉ ହଁ ହଁ। ଜୀବନେ ସନ୍ତାନ ପ୍ରସୂତି କେବେ ଏହେ। ନହିବ ମୋର ଯୌନ କ୍ରିୟା ଯେତେ ସମ୍ଭବ କର ବିଶ୍ୱ ଠାକୁର ବିଶ୍ୱ ଠାକୁର ହେ ବିଶ୍ୱ ଠାକୁର ବିଶ୍ୱ ଠାକୁର ବିଶ୍ୱ ଠାକୁର ହେ ବିଶ୍ୱ ଠାକୁର ବିଶ୍ୱ ଠାକୁର। ନାରାୟଣଙ୍କ ନିକଟରେ ଲକ୍ଷ୍ମୀ ମାଗିଦେଲେ କହିଲେ ପ୍ରଭୁ ଆପଣ ଯେତେ ଯୌନ କ୍ରିୟା ଉପଭୋଗ କରନ୍ତୁ ମୋ ସହିତ କିନ୍ତୁ ଏଇ ବର ଦିଅନ୍ତୁ ମୁଁ କେବେ ହେଲେ ସନ୍ତାନ ଜନ୍ମ ଦେବି ନାହିଁ। ନାହିଁ। ଆପଣ ମାନେ ଚିନ୍ତା କରନ୍ତୁ ଆଜି ପର୍ଯ୍ୟନ୍ତ ଲକ୍ଷ୍ମୀ ଠାକୁରାଣୀଙ୍କର ହଁ, ହଁ। ପୁଅ ଝିଅ କିଏ ଅଛନ୍ତି? ନା ନା ଆଜ୍ଞା 16 ଜଣରୁ ଲକ୍ଷ୍ମୀ ହେଉଛନ୍ତି ଜଣେ ଜଣେ। ଆହୁରି 15 ଜଣ। ଆଚ୍ଛା ଆଚ୍ଛା। ଆହୁରି 15 ଜଣ ମା ଅଛନ୍ତି। ହଁ ଭଲ ଧନ୍ୟ ସେ ମା। ବିବେଚିତ ଯୌନ କ୍ରିୟା କିନ୍ତୁ ସନ୍ତାନ ନାହିଁ ନାହିଁ କାରଣ ସେମାନେ ସ୍ୱାମୀ କି ମାଗି ଦେଇଛନ୍ତି। ମାଗି ଦେଇଛନ୍ତି। ଆଜ୍ଞା ମାନେ ମେଳାକୁ ଗାୟକ ମାନେ ଡାକିବେ ତାଙ୍କଠୁ 2-4ଟା ଲେଖା ପାଇବେ ପଚାରିବେ ମଙ୍ଗରାଜ ଆସିଥିଲା ଏମିତି କହୁଥିଲା ଦେଖି ଯୋଡ଼ିଏ ତିନୋଟି କହ ଯୋଡ଼ିଏ ତିନୋଟି ଆଜ୍ଞା। ସାର୍ ତ ବାରମ୍ବାର ଫୋନ କରୁଛନ୍ତି ଯେ ସାର୍ ମୁଁ କୋଉଠି ପହଞ୍ଚିଥିଲି ନାରଗଦା। ଆଜ୍ଞା ଗାଡି ସେତେବେଳକୁ ମୋର